ଏବେ ପ୍ରତି ଗ୍ରାମରେ ମିନି ରାଇସ୍ ମିଲ୍ ଚାହିଦା ବହୁତ ମାତ୍ରାରେ ବଢ଼ି ଚାଲିଛି। ଏବେ ପ୍ରତି ଗ୍ରାମରେ 2 ରୁ 3 ମିନି ରାଇସ୍ ମିଲ୍ ଏବଂ ପବ୍ଲିଜାର ମେସିନ୍ ଆପଣଙ୍କୁ ଦେଖିବା ପାଇଁ ମିଳିଯିବ। ଠିକ୍ ଅଛି। ଏବଂ ବହୁତ ଲୋକ ଯେଉଁ ପବ୍ଲିଜାର ମେସିନ୍ରେ ଯେଉଁ ଓଦା ଚାଉଳ, ଠିକ୍ ଅଛି, ଆପଣମାନେ ଦେଖିପାରୁଥିବେ ଯେଉଁ ଓଦା ଚାଉଳ ପେଶିବା ପାଇଁ ଭୟ କରନ୍ତି ଏବଂ ପେଶନ୍ତି ନାହିଁ। ଯେଉଁ ପାଗ ଦିନ ପାଇଁ ପିଠା ପାଇଁ ଯେଉଁ ଓଦା ଚାଉଳଟା ଫେସା ହୁଏ ସେଇ ଚାଉଳଟା କିଭଳି ଭାବରେ ଆପଣ ଓଦା ଚାଉଳକୁ ପେଶି ପାରିବେ ଏଥିରେ ଆପଣ ଯଦି ଭିଡ଼ିଓ ଦେଖୁଛି ଭିଡ଼ିଓଟା କମ୍ପ୍ଲିଟ୍ ଦେଖୁଛି ଭିଡ଼ିଓ ପସନ୍ଦ ଆସିଲେ ଭିଡ଼ିଓ ଲାଇକ୍ ଚ୍ୟାନେଲକୁ ସବସ୍କ୍ରାଇବ୍ ନିଶ୍ଚିତ କରିଦେବେ। ଠିକ୍ ଅଛି, ଚାଲନ୍ତୁ ଆଜି ଭିଡ଼ିଓ ଷ୍ଟାର୍ଟ କରିନେବା। ଆପଣମାନେ ଦେଖିପାରୁଥିବେ ବର୍ତ୍ତମାନ ଓଦା ଚାଉଳ ମୁଁ ପକାଇ ଓଦା ଚାଉଳ ଆପଣମାନେ ଦେଖିପାରୁଥିବେ ଇଏ ହେଉଛି ପୁରାପୁରି ଓଦା ଚାଉଳ ଯାହାକି 24 ଘଣ୍ଟା ନାହିଁ 12 ଘଣ୍ଟା ପାଣିରେ ପଡ଼ି ବତୁରିଛି। ତ କେମିତି ୟାକୁ କଳରେ ଫେସିବେ ଯାହାକି ପୁରା ବହୁତ ବଢ଼ିଆ ସେ ହେବ। ଯେଉଁ ପାଗ ଦେରା ପିଠା ଆପଣମାନେ ଖାଇଥିବେ, ଠିକ୍ ଅଛି, ତା ପାଇଁ ବହୁତ ବଢ଼ିଆ ସେ ଚାଉଳକୁ କରିବେ। କେତେ ନମ୍ବର ଜାଲି ୟୁଜ୍ କରିବେ ଆଜି ଏହି ଭିଡ଼ିଓରେ କହିବି ଏବଂ ଅଳ୍ପ ଅଳ୍ପ କରି ଖସେଇବା ପାଇଁ ପଡ଼ିବ। ଏକାଥରେ ପକାଇକିରି ଟିକେ ଟିକେ କରି ଖସେଇବାକୁ ପଡ଼ିବ ଯାହାକି ବଢ଼ିଆରେ ବହୁତ ଭଲସେ ହେବ। ଠିକ୍ କେତେ ନମ୍ବର ଜାଲିରେ ଆପଣ ପେଶିବେ। ଠିକ୍ ଅଛି, ଏ ଭିଡ଼ିଓକୁ କମ୍ପ୍ଲିଟ୍ ଦେଖନ୍ତୁ। ଭିଡ଼ିଓ ପସନ୍ଦ ଆସିବ ଗୋଟେ ଲାଇକ୍ ନିଶ୍ଚିତ କରିଦେବେ, ସାଙ୍ଗସାଥି ସେୟାର ନିଶ୍ଚିତ କରିବେ। ଠିକ୍ ଅଛି, କାହିଁକିନା ବହୁତ ଲୋକ ଅଛନ୍ତି ଦୋକାନୀମାନଙ୍କର ଯାହାଠୁ କିଣନ୍ତି ସେମାନଙ୍କୁ ପଚାରନ୍ତି, ସେମାନେ କିଛି ସଠିକ୍ ଭାବରେ କହିପାରନ୍ତିନି, ଯାହାଫଳରେ କି ସେମାନେ ଓଦା ଚାଉଳକୁ ପେଶିବା ପାଇଁ ମନା କରନ୍ତି, ଯାହାକି କହିବେ ଜାମ୍ ହେଇଯିବ କି ମେସିନ୍ ଖରାପ ହେଇଯିବ। ଠିକ୍ ଅଛି, ସେଥିପାଇଁ ଓଦା ଚାଉଳକୁ କିଭଳି ଭାବରେ ଚୁନା କରିବେ ପୁରା ବଢ଼ିଆ ସେ ଚୁନା କରିବେ ପାଗ ଦେରା ପିଠା ପାଇଁ ଯେଉଁଟାକି ପ୍ରଯୁଜ୍ୟ ଭଲ। ଠିକ୍ ଅଛି, କେତେ ନମ୍ବର ଜାଲି ୟୁଜ୍ କଲେ ଆପଣଙ୍କର ଯେଉଁ ପାଗ ଦେରା ପିଠା ପାଇଁ ଭଲସେ ଚାଉଳ ଚୁନା ହେବ। ଆପଣମାନେ ଦେଖିପାରୁଥିବେ ବର୍ତ୍ତମାନ ଚୁନା ସରିଯାଇଛି। ଠିକ୍ ଅଛି, ଆପଣମାନେ ଦେଖିପାରୁଥିବେ କେମିତି ବଢ଼ିଆ ସେ ଚୁନା ମଧ୍ୟ ହେଇଛି। ଏମିତି ଚୁନା କଲେ ବହୁତ ବଢ଼ିଆ ସେ ଚାଲିବ। ଆପଣମାନେ ଯଦି ପାଗ ଧରା ପିଠା ପାଇଁ ଆପଣ 5 ନମ୍ବର ଜାଲି ହିଁ ୟୁଜ୍ କରନ୍ତୁ, ଦେଖିବେ ଆପଣଙ୍କ ଚୁନା ବହୁତ